ପିଲାମାନେ ପ୍ରତିଦିନ ଦି ସମାଜ ନ୍ୟୁଜ୍ ପେପରରେ କୋଶ୍ଚିନ୍ ଆମର ଆସୁଛି। ଏଇଭଳି କୋଶ୍ଚିନ୍ ହିଁ ପରୀକ୍ଷାରେ ଆସୁଛି। ତେଣୁ କାଲି ଆମେ ଏସିପି କରିଥିଲେ, ଆଜି ଆମର ମାଥମେଟିକ୍ସ ଦେଇଛି। କାଲି ଆମେ ସର୍ଟ କୋଶ୍ଚିନ୍ କରିଥିଲେ, ଆଜି ଆମେ ଲଙ୍ଗ୍ କୋଶ୍ଚିନ୍ ମାଥମେଟିକ୍ସର କୋଶ୍ଚିନ୍ କରିବା। ତାହେଲେ ପ୍ରଥମ କୋଶ୍ଚିନ୍ ଆମର ପିଲାମାନେ ପ୍ରଥମ ଚାପ୍ଟର ସରଳ ସହ ସମୀକରଣରୁ ଅପସାରଣ ପ୍ରଣାଳୀରେ ଆମେ ଆକୁ ସମାଧାନ କରିବା। ବୁଝିଲା? ତୁମେ ଯେକୌଣସି ପଦ୍ଧତି ସମାଧାନ କରିପାରିବ। ଏଇଟା କୋଶ୍ଚିନ୍ ଆମର ବହିରେ ଅଛି ମଧ୍ୟ ହେଲା। ଏଇଟା ଆମେ ଆଗରୁ କରିଛେ, ତୁମେ ତେଣୁ ଏଇଟାକୁ ନିଜେ କର ହେଲା। ଏଇ କୋଶ୍ଚିନ୍ କିଛି ନାହିଁ ହେଲା। ପ୍ରଥମେ ଆକୁ ନେବ 6x + 5y = 7x + 3y + 1 ହେଲା। ତାପରେ ଏପଟେ ପ୍ଲସ୍ ଅଛି, ଏପଟକୁ ଆଣିଲେ ମାଇନସ୍ ହେଇଯିବ, କିମ୍ବା 7 ଯାହା ବି ଏଇଟାକୁ ଏପଟକୁ ଗଲେ ମାଇନସ୍ ହେବ, କିମ୍ବା ଏଇଟା ଏପଟକୁ ଗଲେ ମାଇନସ୍ ହେବ। ସେଇ ପ୍ରୋସେସ୍ରେ କଲା ଏବଂ ତାକୁ କାଟିକି 7x - 6x ହେଲା x + 3y - 5y - 2y + 1 = 0। ବୁଝିହେଲା? ତାହେଲେ ଆମର ବାହାରି ପଡ଼ିଲା। ଆହୁରି କ'ଣ ଦେଇଛି? 7x এই দুইটা বাহারিগলা, এই দুইটার ভিতরে সলিউশন বাহারিগলা। মানে এই দুইটার ভিতরে সলিউশন বাহারিব, মানে 7x + 3y + 1 = 2 হোল ইন্টু x + 6y - 1। তাহলে এপট লেফট সাইড যেমিতি ଅଛି সেমিতি থাও, ইয়াকু আগ ইন্টু କରିଦିଅ। 2a କୁ x ରେ ଗୁଣିଲେ 2x, তারপরে 2 କୁ 2 କୁ 6 ରେ গুଣିଲେ 12y ହେଲା -2। তারপরে এপটে +2 ଅଛି, এপটু -2 କରିକି 0 ହେଇଯିବ। ଆମର ଏତିକି ସଲ୍ୟୁସନ୍ ବାହାରିଲା 5x - 9y + 3 = 0 ହେଲା। ତାହେଲେ ଅପସାରଣ ପ୍ରଣାଳୀରେ ଆକୁ ସମାଧାନ କର, ନିଜେ କର। ଖାଲି ଭିଡ଼ିଓ ଦେଖିଦେଲେ କିଛି ହେବନି ମ, ନିଜେ ଯେତେ ପ୍ରାକ୍ଟିସ୍ କରିବ ସେତେ ଭଲ ହେଲା। ତାକୁ ସମାଧାନ କଲେ ୱାଇର ଭାଲ୍ୟୁ ବାହାରିବ ଏବଂ ୱାଇର ଭାଲ୍ୟୁକୁ ନେଇକି ଆମେ ସମୀକରଣ 1ରେ ପୁଟ୍ କଲେ ଆମର ଏକ୍ସର ଭାଲ୍ୟୁ ବାହାରିବ, ଯାହାକି ଆମେ ପୂର୍ବରୁ ଅପସାରଣ ପଦ୍ଧତି, ଯଦି ନ ବୁଝିଛ ଅପସାରଣ ପଦ୍ଧତି ଯାଇକି ସର୍ଚ୍ଚ କରିକି ଦେଖ ହେଲା। ମୁଁ ନହେଲେ ଭିଡ଼ିଓ ଡେସ୍କ୍ରିପସନ୍ ଲିଙ୍କ୍ ଦେଇଦେବି, ଅପସାରଣ ପଦ୍ଧତି ନିଜେ ଦେଖ। ତାପରେ ଡବଲ ଆଇରେ ପିଲାମାନେ ସେମିତି ଦେଲା, ପୂର୍ଣ୍ଣ ବର୍ଗରେ ପରିଣତ କରି ସମାଧାନ କର। ଆମେ ପଢ଼ିଛେ ଆଗରୁ ପୂର୍ଣ୍ଣ ବର୍ଗରେ। ଦେଖ ଏଇ ଇକ୍ୱେସନ୍ଟି ଦେଇଛି, ଏଇ ଇକ୍ୱେସନ୍ଟିକୁ ସମୀକରଣଟିକୁ ଆମେ 3 ଦ୍ୱାରା ଭାଗ କରିବା। 3 ଦ୍ୱାରା ଭାଗ କଲା କ'ଣ ଆମେ କେଉଁ ଫର୍ମରେ ଆଣିବା? a - bର ହୋଲ୍ ସ୍କୋୟାର ଫର୍ମରେ ଆଣିବା, ଯେମିତି a² + b² - 2ab ଫର୍ମରେ ଆସିଗଲା ହେଲା। ମୁଁ ଖାଲି ନର୍ମାଲ୍ କହିଦେଉଛି, ବୁଝିହେଉଛି ତ? କାରଣ ତୁମେ ନିଜେ ହିଁ କରିବ, ବୁଝିହେଉଛି ତ? କାରଣ ପରୀକ୍ଷା ପାଖେଇ ଆସିଲାଣି, ନିଜେ ଯେତେ ପ୍ରାକ୍ଟିସ୍ କରିବ ସେମିତି ଆମେ ଏକ୍ସର ଭାଲ୍ୟୁ ପାଇଲେ କେତେ +-5/6। ଆଉଥରେ ତାକୁ ସେମିତି ପୁଟ୍ ନାହିଁ, ବାହାରିନି, ତାକୁ ଇଏ କରିକି -13/6 ବି ଅଛି ହେଲା। ଏକ୍ସର ଭାଲ୍ୟୁ ବାହାରି ପଡ଼ିବ 4/3। ଏକ୍ସର ମାନ 3 ଓ 4/3 ଆମର ଆନ୍ସର ବାହାରିବ। ସେମିତି 2 ନମ୍ବର ପ୍ରଶ୍ନ ଆମକୁ ଦେଇଛି ଗୋଟେ ପିଲାମାନେ ସମାନ୍ତର ପ୍ରଗତିରୁ। ବୁଝିଲା? ପ୍ରତି ଚାପ୍ଟରରୁ ଆମକୁ ଗୋଟେ ଗୋଟେ କୋଶ୍ଚିନ୍ ଦେଇଛି, ଆମେ ତାକୁ କରିବା। ତାହେଲେ ସମାନ୍ତର ପ୍ରଗତିରେ ଅବସ୍ଥିତ 3ଟି ରାଶିର ଯୋଗଫଳ ଦେଇଛି ପିଲାମାନେ ଆମକୁ 21 ଏବଂ ସେମାନଙ୍କର ଗୁଣଫଳ 315 ହେଲେ ସଂଖ୍ୟା 3ଟି ନିର୍ଣ୍ଣୟ କର। ନିଜେ ବହିରୁ ବାହାର କରିକି କର ହେଲା। ନିଜେ ଯେତେ ପ୍ରାକ୍ଟିସ୍ କରିବ ସେତେ ହେବ। ଖାଲି ଆନ୍ସର ଦେଖିଦେଲେ କି MBD କୌଣସି ୟୁଟ୍ୟୁବ୍ ଚ୍ୟାନେଲରୁ ଆନ୍ସର ଟିପିଦେଲେ ଆଦୌ ପରୀକ୍ଷାରେ କରିପାରିବ ନାହିଁ। ମୁଁ ଆଗୁଆ କହୁଛି, ଗଣିତ ତୁମକୁ ଯେମିତି ଘରେ ଯେତିକି କଷ୍ଟ ଲାଗୁଛି ତାର 3 ଗୁଣ କଷ୍ଟ ଲାଗିବ ପରୀକ୍ଷା ହଲ୍ରେ। ମୂଳ ଲାଇନ୍ କ'ଣ ସୂତ୍ର ମନେ ପଡ଼ିବନି ଯଦି ଆମେ ସେତିକି ଭାବରେ ପ୍ରମ୍ପ୍ଟ ହେଇନେ ସେଇ କୋଶ୍ଚିନ୍ରେ। ବୁଝିହେଉଛି ତ? ଏଇ କୋଶ୍ଚିନ୍ ବି ବହିରେ ଅଛି। ଗୋଟିଏ ଲୁଡ଼ୁ ଗୋଟିକୁ ଥରେ ଗଡ଼ାଗଲା, ଫଳ ଅଯୁଗ୍ମ ବା ଫଳ > 3 ଘଟଣାଟିର ସମ୍ଭାବ୍ୟତା ନିର୍ଣ୍ଣୟ କର। ପିଲାମାନେ ଲୁଡ଼ୁ ଗୋଟି ଆମର କେତେଟା? 6ଟା ପଡ଼ିବ ଗୋଟି। 1 2 3 4 5 6। ତାହେଲେ ଆମର ସାମ୍ପୁଲ୍ ସ୍ପେସ୍ ମାନେ 6 ବାହାରିଲା, 6ଟି ଗୋଟି ହେଲା। ତାହେଲେ ପିଲାମାନେ ସେ ଦେଇଛି E1 ଫଳଟି E1କୁ ନେବା ଆମେ ଅଯୁଗ୍ମ ସଂଖ୍ୟା। ଅଯୁଗ୍ମ ସଂଖ୍ୟା କେତେ ଅଛି? 1 3 5। ବୁଝିହେଲା? ତାହେଲେ ସେ ଦେଇଛି ଆମକୁ ଫଳ ଅଯୁଗ୍ମ ଆସିବ ବା ଫଳ >3 ଆସିବ। >= 3 ମାନେ 3 ତା ସହିତ 3ରୁ ବଡ଼ ସଂଖ୍ୟା, ମାନେ 3 4 5 6। ବୁଝିହେଲା? ଅଯୁଗ୍ମ ସଂଖ୍ୟା ହେଲା 3ଟି, 1 3 5। ବୁଝିହେଲା? ତାପରେ >3 ହେଲା 4ଟି, 3 4 5 6। ତାହେଲେ E1 ଇଣ୍ଟରସେକ୍ସନ୍ ଅଫ୍ E2, ଆମେ ଯଦି ତାଙ୍କ ଦୁଇଟାଙ୍କ ଭିତରେ କମନ୍ କିଏ? 3 ଆଉ 5, ତାହେଲେ 3 ଆଉ 5 ହଉ। ତାପରେ ଆମେ କରିବା ତାହେଲେ E1 ଆମର କେତେ ବାହାରିଥିଲା? 1 3 5। ହଁ ତ? ତାହେଲେ E2ରେ ଆମର ଏଇ ସଂଖ୍ୟାରେ କି ଅଛି? 3 5 ଅଛି ଏପଟେ, ତାହେଲେ ଆଉ 1 ବଳି ଯାଉଛି, ତାହେଲେ E1 ହେଇଯାଉଛି ଆମର 3। ବୁଝିହେଲା? ହଉ। ସେମିତି E2, ତାହେଲେ E1 ପିଲାମାନେ ଏଠି ଟିକେ ଏଇଟା ହଁ ଠିକ୍ ଅଛି।
ଆମେ ଜାଣୁ ଉଭୟ ଘଟଣାରେ ବହିର୍ଭୁତ ନୁହନ୍ତି। ପିଲାମାନେ ଆମର ଫର୍ମୁଲା ଅଛି ପ୍ରୋବାବିଲିଟି ଅଫ୍ E1 କିମ୍ବା ତୁମେ A B ଲେଖିଲେ ବି ଚଳିବ। ପ୍ରୋବାବିଲିଟି ଅଫ୍ A ୟୁନିୟନ୍ B ଇଜ୍ ଇକ୍ୱାଲ୍ ଟୁ ପ୍ରୋବାବିଲିଟି ଅଫ୍ A ପ୍ଲସ୍ ପ୍ରୋବାବିଲିଟି ଅଫ୍ B ମାଇନସ୍ ପ୍ରୋବାବିଲିଟି ଅଫ୍ A ଇଣ୍ଟରସେକ୍ସନ୍ B। ତାକୁ ଫର୍ମୁଲା ପକେଇଲ ଆମର ଆନ୍ସର ବାହାରିବ 5/6 ହେଉଛି ସମ୍ଭାବ୍ୟତା।